ଭାରତର ପୂର୍ବ ଭାରତରେ ଅର୍ଥାତ୍ ଜଗତସିଂହପୁର ଜିଲ୍ଲାରେ ଏ ଉତ୍ସବରେ ଆପଣଙ୍କର ସମୃଦ୍ଧି କରିବ। ଆଜି ଏଠାରେ ଜେଏସଡବ୍ଲ୍ୟୁର ଅତ୍ୟାଧୁନିକ ବ୍ଲକ ପ୍ରୋଜେକ୍ଟର ନିର୍ମାଣ କାମ ଇଏ ଆରମ୍ଭ ହୋଇଛି। ଏହା ସହିତ ଏଠାରେ ଆରମ୍ଭ ହେଲା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ। ଦୁଇଟି ଫେଜ୍ରେ ବର୍ତ୍ତମାନ ପ୍ରାୟ ଇଏ ପ୍ରଥମ ଫେଜ୍ରେ ଯାହା ଏଠି ନିର୍ଦ୍ଧାରିତ କରିଛନ୍ତି 13 ମିଲିୟନ ଟନ୍ରୁ ଅଧିକ ଏବଂ ଆଉ ଗୋଟିଏ ଫେଜ୍ର ମଧ୍ୟ ଏଠି ପୁଣି 12 ମିଲିୟନ ଟନ୍ ରହିଛି, ପାଖାପାଖି 24 ମିଲିୟନ ଟନ୍ର ଏ ଆଗାମୀ ଦିନରେ ଷ୍ଟିଲ୍ ପ୍ଲାଣ୍ଟ ଆମର ଏଇ ସମୟରେ ଅର୍ଥାତ୍ ଏଇ ପାରାଦୀପ ସମୟରେ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ହେବା ପାଇଁ ଯାଉଛି, ଯୋଉଟାକି ଆଜି ଆମ ପାଇଁ ଗୋଟିଏ ଐତିହାସିକ। ଏହା ସହିତ ମଧ୍ୟ 12 ମିଲିୟନ ଟନ୍ର ଏକ ସିମେଣ୍ଟ ପ୍ଲାଣ୍ଟ, 900 ମେଗାୱାଟ୍ର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ମଧ୍ୟ ଏଥିରେ ନିର୍ମାଣ କରାଯାଉଛି। ଏକ ଜେଟି ଅର୍ଥାତ୍ ଜେଟି ଗୋଟିଏ ଏ କମ୍ପାନୀକୁ ଅନୁମତି ଦିଆଯାଇଛି ଏ ପୋର୍ଟ ହିସାବରେ ତାକୁ ଆଗାମୀ ଦିନରେ ଡେଭଲପ୍ କରିକି ମଧ୍ୟ ସେଥିରେ ଆପଣଙ୍କର ପରିବହନ କାର୍ଯ୍ୟକ୍ରମ କରିବାରେ ମଧ୍ୟ ଇଏ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ। ଏହି ଷ୍ଟିଲ୍ ପ୍ଲାଣ୍ଟରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ପକ୍ଷରୁ ସମୁଦାୟ ଯେଉଁ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ କହୁଛନ୍ତି ଆମେ ଏବଂ ଏ ଗ୍ରୁପ୍ର ମଧ୍ୟ ଅନ୍ୟ ଫ୍ୟାକ୍ଟ୍ରିକୁ ମିଶାଇବା ପରେ ସମୁଦାୟ ତାହାର ଇନଭେଷ୍ଟମେଣ୍ଟ 1,25,000 କୋଟି ଟଙ୍କା ଇଏ ନିବେଶ କରିବେ ଆମ ଓଡ଼ିଶାରେ। ଏଭଳି ବୃହତ ପରିମାଣର ପୁଞ୍ଜି ନିବେଶ ଓଡ଼ିଶାରେ ଇଏ ନିଶ୍ଚିତ ଭାବରେ ପ୍ରଥମ ଏବଂ ସର୍ବକାଳୀନ ମଧ୍ୟ ଇଏ କରିବ। ଯେଉଁ ସବୁ ଆପଣମାନେ 2 ବର୍ଷ 2 ଦଶକ ତଳେ ଦେଖିଥିଲେ, ଆଜି ଆମ ସରକାର ଆସିବା ପରେ ଆମ ସରକାର ତାକୁ ପୂରଣ କରିବା ପାଇଁ ଯାଉଛନ୍ତି। ଓଡ଼ିଶାରେ ଶିଳ୍ପାୟନ ପାଇଁ ଆମ ସରକାର କେତେ ସ୍ପିଡରେ କାମ କରୁଛନ୍ତି। ଏଇ ଜେଏସଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟ ତାହାର ଏକ ଜ୍ୱଳନ୍ତ ଇଏ ହେଉଛି ନିଶ୍ଚିତ ଭାବରେ ମୁଁ ଉଦାହରଣ କରିବି। ଆଜି ଏ ସମ୍ବନ୍ଧିତ ଏକ ତଥ୍ୟ ମଧ୍ୟ ଆଜି ଆମର ଖବରକାଗଜରେ ବାହାରିଛି ଯେ ଏଠି ଗୋଟେ ଏମଓୟୁ ସାଇନ୍ ହେଇଥିଲା ଏବଂ ସେଥିପାଇଁ ଗୋଟେ କମ୍ପାନୀ ଆସିଥିଲା। କେବେ ଆସିଥିଲା ନା 2005 ମସିହାରେ ଆସିଥିଲା। କିଏ ଆସିଥିଲା? ପୋସ୍କୋ ଆସିଥିଲା। କାହା ସହ କରିଥିଲା ନା ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ସହିତ କରିଥିଲା ଏବଂ ସେତେବେଳେ ମଧ୍ୟ ତାହାର 12 ମିଲିୟନ ଟନ୍ରେ 52,000 କୋଟି ଟଙ୍କାରେ ଏ ଷ୍ଟିଲ୍ ପ୍ଲାଣ୍ଟ କରିବା ପାଇଁ ଏମଓୟୁ ସାଇନ୍ ହେଇଥିଲା। 2026 ମସିହାରେ 2005 ମସିହାରେ ଏମଓୟୁ ସାଇନ୍ ହେଇଥିଲା ଏବଂ 2017 ମସିହାରେ ଇଏ ତାହାର ସେ ଅବଧି ଯାଇଥିଲା ବା ପୋସ୍କୋ ଓଡ଼ିଶା ଓ ଭାରତ ଛାଡ଼ିକି ସେ ଚାଲି ଯାଇଥିଲା। କେବେ ଶିଳାନ୍ୟାସ କରାଯାଇଥିଲା? ଏମଓୟୁ ହେଲା 2005 ମସିହାରେ ଏବଂ ଆପଣଙ୍କର ଶିଳାନ୍ୟାସ ହେଇଥିଲା କେବେ ନା 2024 ମସିହା ଫେବୃଆରୀ 16 ତାରିଖରେ। ଗତ 2024 ମସିହାର ନିର୍ବାଚନ ପୂର୍ବରୁ ଫେବୃଆରୀ 16 ତାରିଖରେ ଶିଳାନ୍ୟାସ କରାଯାଇଥିଲା। କିନ୍ତୁ ଇଏ ଏମଓୟୁ ହେଇଥିଲା ଜେଏସଡବ୍ଲ୍ୟୁ ସହିତ, କିନ୍ତୁ 2005ରେ ପ୍ରଥମ ଏମଓୟୁ ସାଇନ୍ ହେଇଥିଲା ପୋସ୍କୋ ସହିତ। ପୋସ୍କୋ ପଳେଇ ଗଲା ପରେ ଯାହା ବି ହେଉ ଜେଏସଡବ୍ଲ୍ୟୁ ଏ ଆଜି ଆମ ପାଖରେ ଆସି ପହଞ୍ଚିଲା ଏବଂ ଏମଓୟୁ ସାଇନ୍ କରଲା 16 ଫେବୃଆରୀ 2026ରେ ଶିଳାନ୍ୟାସ କରଲା ଏବଂ ଇଏ ପ୍ଲାଣ୍ଟ ପାଇଁ ସେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। 2028 ମସିହାରେ ଶିଳାନ୍ୟାସ ହେଇଥାନ୍ତା, ଅର୍ଥାତ୍ 2 ବର୍ଷ ପୂର୍ବରୁ ଆମ ସରକାର ଆସିଲା ପରେ ଆମ ସରକାରର ତତ୍ପରତା ପ୍ରକାଶ କରିବା ଏବଂ ଶିଳ୍ପାୟନକୁ ଗୁରୁତ୍ୱ ଦେବା ଆଉ ସେଥିପାଇଁ କମ୍ପାନୀ ସହିତ ଆଲୋଚନା କଲା ପରେ 2 ବର୍ଷ ପୂର୍ବରୁ ଅର୍ଥାତ୍ ଆଜିର ଦିନରେ ଆଜି ଆମେ ଶିଳାନ୍ୟାସ କରୁଛନ୍ତି ଏବଂ ଯେଉଁ 28 ମସିହାରେ ଇଏ ଶିଳାନ୍ୟାସ ହେଇଥାନ୍ତା
ଏବଂ କେବେ କମ୍ପ୍ଲିଟ୍ ହେଇଥାନ୍ତା ସେ ଆଉ ଗୋଟେ ଅଲଗା କଥା। କିନ୍ତୁ ଆଜି ଏଇଠି ଯେଉଁ ସରକାରର ଆନ୍ତରିକତା ଏବଂ ଜେଏସଡବ୍ଲ୍ୟୁ କମ୍ପାନୀର ଯେଭଳି ଭାବରେ ତାଙ୍କର ଆନ୍ତରିକତା ଏବଂ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରଶାସନିକ ସ୍ତରରେ ଯାହା ବି ତାଙ୍କୁ ସାର୍ଟିଫିକେଟ୍ ଦେବା କଥା, ଯାହା ବି ତାଙ୍କୁ ସହଯୋଗର ହାତ ବଢ଼ାଇ ଦେବା କଥା, ଇଏ ସମସ୍ତ କଥାକୁ ସହଯୋଗ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରତିଶ୍ରୁତି ଦେବା କାରଣରୁ 2 ବର୍ଷ ପୂର୍ବରୁ ସେ ଆଜି ଶିଳାନ୍ୟାସ ଦେବାରେ ଆଜି ରାଜ୍ୟ ସରକାର ଏବଂ କମ୍ପାନୀ ସକ୍ଷମ ହୋଇପାରିଛନ୍ତି। 2028ରେ ଶିଳାନ୍ୟାସ ହେଇଥାନ୍ତା, 2026ରେ ହେଲା। ଆମେ 2029ରେ ଏ କମ୍ପାନୀ ଏ ପ୍ରୋଜେକ୍ଟକୁ ଏଠି ଶୁଭାରମ୍ଭ କରିବ, ସେ ପ୍ରକାରର ଗୋଟିଏ ବଡ଼ ପ୍ରତିଶ୍ରୁତି ନେଇକରି ଆଜି ଆମେ ଏହାକୁ ବଡ଼ ଆଶା ରଖିକରି ଆମେ ଏ କାର୍ଯ୍ୟକ୍ରମକୁ ଆଜି ଶୁଭାରମ୍ଭ ବା ତାର ଶିଳାନ୍ୟାସ ଆଜି କରିବା ପାଇଁ ଯାଇଛନ୍ତି, ଯେଉଁଟାକି ଏକ ଐତିହାସିକ। ଏଭଳି ଭାବରେ 2 ବର୍ଷ ଆଗରୁ ଶିଳାନ୍ୟାସ କରିବା, ଇଏ ଭାରତ ବର୍ଷରେ ଗୋଟିଏ ଏତେ ବଡ଼ କମ୍ପାନୀ ଯିଏକି 1,25,000 କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ଆମରି ଏ ଅଞ୍ଚଳରେ ଏବଂ ଏଠି 60-65,000 କୋଟି ଟଙ୍କା ଇଏ ପ୍ରୋଜେକ୍ଟର ପ୍ରକଳ୍ପ ଆଗେଇବ। ଏଥିରେ ପ୍ରଥମ ଫେଜ୍ରେ 12,000 ଭାବରେ ପାଖାପାଖି 32,000ରୁ ଅଧିକ ନିଯୁକ୍ତି ହେବାର ଗୋଟିଏ ବଡ଼ ସୁଯୋଗ। ଏବଂ ସେଥିରେ ଗୋଟିଏ କଥା ଆମେ ସବୁବେଳେ ପ୍ରାଧାନ୍ୟ ଦେଇଛୁ ଯେ ଏହା ନିଶ୍ଚିତ ଭାବରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା, ଇଏ ହେଉଛି ଆମର ପ୍ରାଥମିକତା। ଓଡ଼ିଶାର ଲୋକଙ୍କୁ ତାପରେ ନିଯୁକ୍ତି ଦେବା, ଇଏ ହେଉଛି ଆମର ପ୍ରାଥମିକତା। ଏହାକୁ ସୁନିଶ୍ଚିତ କରାଯିବ। ଆଉ ସେଥିପାଇଁ ମୁଁ निश्चित रूप से जिंदल कंपनी का चेयरमैन अध्यक्ष वहां आए हैं, हमारे साथ बैठे हैं। मेरा डिमांड भी है कि पहले लोकल लोगों को जॉब देना, एम्प्लॉय करना है, वो हमारा प्रायोरिटी रहेगा। जब कारखाना चलाएगा, इंडस्ट्री चलाएगा, वो कहाँ से आप लाओगे, एक्सपोर्ट लाओगे, हमको वो इसमें से कुछ बोलना नहीं है। लेकिन वहाँ जो लोग का क्वालिफिकेशन है, जो लोग पढ़ाई किए हैं, वो लोगों को नौकरी देना और एक्सपीरियंस के साथ आप तो तुरंत वहां भी बोल दिया कि उनके लिए ट्रेनिंग सेंटर आप खुलाएंगे। तो ट्रेनिंग सेंटर के साथ हमारा सरकार भी कमिटमेंट किए कि हमने एक वहां इंजीनियरिंग, सरकारी इंजीनियरिंग कॉलेज ओपन करने के लिए इस बार बजट में हमने रखा हूं कि ओडिशा में 2 डिग्री इंजीनियरिंग कॉलेज गवर्नमेंट का तरफ से होगा। एक होगा बलांगीर में और एक होगा हमारा जगत सिंहपुर जिला का, वही पारादीप में होगा, आपके इलाका में होगा। ये उड़ीसा का हमारा सरकार का पहला 2 गवर्नमेंट इंजीनियरिंग कॉलेज। इसी आधार पर हमने क्यों किया इंजीनियरिंग कॉलेज कि हमारा लड़का वहां पढ़ाई करें इंजीनियरिंग में, टेक्नोलॉजी के साथ, और जेएसडब्ल्यू जैसा स्टील प्लांट में आप कैंपस में उनको वहां ही नौकरी कैसे मिले, इसी आधार पर आपको थोड़ा वहां वादा करना पड़ेगा और हमारे लोगों को आपको सर्विस देना ही पड़ेगा। निश्चित रूप से ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆଶ୍ୱାସନା ଏବଂ ପ୍ରତିଶ୍ରୁତି ଦେବା ପାଇଁ ମୁଁ ଚାହୁଁଛି। ନିଶ୍ଚିତ ଭାବରେ ଆପଣମାନେ ଯେଉଁମାନେ ଶିଳ୍ପାୟନକୁ ସମର୍ଥନ କରନ୍ତି ଏବଂ ନିଶ୍ଚିତ ଭାବରେ ଅତୀତରେ 2005 ମସିହାରୁ ଯେତେବେଳେ ଏଠି ଶିଳ୍ପାୟନ ହେବା ପାଇଁ ତତ୍କାଳୀନ ସରକାରଙ୍କର ଆନ୍ତରିକତା କେତେ ଥିଲା ମୁଁ ଜାଣିନାହିଁ, କିନ୍ତୁ 2005 ମସିହାରୁ ଆସିଥିବା ପୋସ୍କୋ କାହିଁକି ଫେରିଲା ତା ଉତ୍ତର ଆପଣମାନେ ହୁଏତ ଜାଣିଥିବେ। 2017ରେ ଆସିଲା ଜେଏସଡବ୍ଲ୍ୟୁ ଏବଂ ଏମଓୟୁ ହେଲା 2024ରେ। ଏତେ ଲମ୍ବା ସମୟ 2024ରେ ଏତେ ଲମ୍ବା ସମୟ ନା ଗୋଟିଏ ହେଇଥିଲା ଶିଳାନ୍ୟାସ 2024ରେ ଏବଂ ଆଜି ତାର ମୁଖ୍ୟ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ ଆଜି ଆମେ କରୁଛନ୍ତି। ସମୟକ୍ରମେ ଆଜିର ଆମ ସରକାରର जो गुरुत्वपूर्ण भूमिका एवं एते लंबा समय धरी अपेक्षा करिथिबा आपनमाने मध्य जो माने एठी आपनमानकर पिला माने चाकरी करंतु, जॉब करंतु, ए अंचल शिल्पायन रे परिणत हो, एठी एजुकेशन बढ़ू, हेल्थ रो एठी अधिक गुरुत्व दिया जाऊ, ए अंचल को अर्थनैतिक दृष्टिकोण एक अर्थनैतिक कॉरिडोर बना जाऊ, ये समस्त कथा को एवं पोर्ट रो डेवलप हो,
ଏ କଥାକୁ ଯଦି ଆମେ ଦେଖିବା ତାହେଲେ ଯେଉଁମାନେ ଆଶା କରୁଥିଲେ ଆଜି ଆମେ 2 ବର୍ଷ ପୂର୍ବରୁ ଏହାକୁ ଶିଳାନ୍ୟାସ କରିବା ଏବଂ 29 ମସିହାରେ ଯାହା ପ୍ରକାର ଆରମ୍ଭ ହେଇଥାନ୍ତା ଏ କାମ ଏବଂ ଆଜି ଆମେ ଶିଳାନ୍ୟାସ କରିକି 2029 ମସିହାରେ ଏ ପ୍ରୋଜେକ୍ଟକୁ ଉଦ୍ଘାଟନ କରିବାର ଯେଉଁ ଆମେ ଗୋଟିଏ ବଡ଼ ନିଷ୍ପତ୍ତି ନେବା ପାଇଁ ଯାଉଛୁ ନିଶ୍ଚିତ ଭାବରେ ଏହା ସଫଳ ରୂପାୟନ ଆଗାମୀ ଦିନରେ ଇଏ ଗ୍ରହଣ କରିବା ପାଇଁ ଯାଉଛି ଯୋଉଥିପାଇଁ କି କମ୍ପାନୀ ଆମେ କମ୍ପାନୀକୁ ପ୍ରେସର କରୁ ତୁରନ୍ତ ଶିଳାନ୍ୟାସ କରିବା କିନ୍ତୁ କମ୍ପାନୀ ଆମକୁ ପ୍ରେସର କଲେ ଆମେ ତାକୁ ପ୍ରଶାସନିକ ସହଯୋଗ କରିବା କାରଣରୁ ଯେ ତୁରନ୍ତ ଏହାର ଶିଳାନ୍ୟାସ ଆମେ କରିବା ଯୋଉଥିପାଇଁ କି ମୋ ଦିଲ୍ଲୀରେ କାମ ଥିବା ସତ୍ତ୍ୱେ ମୋତେ ଆଜି ମଧ୍ୟ ଦିଲ୍ଲୀରେ ମୋର କାମ ଥିଲା ମୁଁ ତାକୁ ଛାଡ଼ିକିରି ଆଜି ଏହାକୁ ଶିଳାନ୍ୟାସ କରିବା ପାଇଁ ମୁଁ ବାହାରିକି ଆସିକି ସିଧା ଦିଲ୍ଲୀରୁ ଆସିକି ପାରାଦୀପ ପହଞ୍ଚିଲି ଏବଂ ଆପଣମାନଙ୍କ ସହିତ ଆଜି ଆମେ ସମସ୍ତେ ଏକାଠି ବସିକିରି ଆଜି ସାକ୍ଷୀ ହେଇକିରି ରହିଲୁ।